ଆଜି ଯିଏ ଯାହା ହେଇଛି ଆମ ଚିନ୍ତାଧାରାରେ, ଯିଏ ଚୋରଟି ହେଇଛି ପ୍ରଭୁଙ୍କ କୃପା, ଯିଏ ସାଧୁଟି ହେଇଛି ପ୍ରଭୁଙ୍କ କୃପା, ଯିଏ ମୂର୍ଖଟି ହେଇଛି ପ୍ରଭୁଙ୍କ କୃପା, ଯିଏ ଭଲ ପାଉଛି ପ୍ରଭୁଙ୍କ କୃପା, ଯିଏ ନିନ୍ଦା କ୍ରିଟିସାଇଜ୍ କମେଣ୍ଟ କରୁଛି ପ୍ରଭୁଙ୍କ କୃପା, ଯିଏ ବୁଦ୍ଧିଆ ହେଇଛି ପ୍ରଭୁଙ୍କ କୃପା, ଯିଏ ନିର୍ବୁଦ୍ଧିଆ ହେଇଛି ପ୍ରଭୁଙ୍କ କୃପା। କେମିତି ନା ଯଦି ପ୍ରଭୁ ସବୁ ସୃଷ୍ଟି ନ କରିପାରିବେ ଲୀଳା କେମିତି କରିବେ? କେମିତି ସେ ଲୀଳା କରିବେ? କରିପାରିବେ କି? ତେଣୁ ଭୁଲ କେଉଁଠି ହେଲା? ଯାହା ହେଇଛି ପ୍ରଭୁଙ୍କ କୃପା। ତମ ଭିତରେ ଯେତେବେଳେ ଭଗବାନଙ୍କର କଥା ବ୍ୟତୀତ ତମ କଥା ପ୍ରବେଶ କରିଗଲା, ତୁମେ ରାକ୍ଷସ ହେଇଗଲ। ଯେତେବେଳେ ତାଙ୍କ ପାଖରୁ ମନ ଖସିଲା, ତୁମେ ଦେଖିଲ ଦୁନିଆରେ ସବୁ ପୁରୁଣା। ଯେତେବେଳେ ତାଙ୍କ ପାଖରେ ତମ ମନ ରହିଗଲା, ସେଇଟା ହେଲା ନୂଆ। କାରଣ ଭଗବାନ ସବୁବେଳେ ନ୍ୟୁ, ସେ ପୁରୁଣା ନୁହନ୍ତି।